ପିଲାମାନେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଏଡୁଭାନ୍ସକୁ, ଯାହାକି ଆପଣଙ୍କୁ ବିଭିନ୍ନ ପ୍ରକାର ପରୀକ୍ଷା ପାଇଁ ପ୍ରିପେୟାର କରିବ ଏବଂ ପରୀକ୍ଷାରେ ଭଲ ନମ୍ବର କେମିତି ଆସିବ ସେ ବିଷୟରେ ଆପଣଙ୍କୁ ସାହାଯ୍ୟ କରିବ। ଏହାର ପୂର୍ବ ଦୁଇଟି ଯେଉଁ ଭିଡ଼ିଓ ହୋଇଥିଲା ସେ ଦୁଇଟି ଭିଡ଼ିଓରେ ଆମେ ଅଷ୍ଟମ କ୍ଲାସ୍ ଇତିହାସ ବହିର ପ୍ରଥମ ଚାପ୍ଟର ଭାରତରେ କମ୍ପାନୀ ଶାସନର ପାର୍ଟ 1 ଆଉ ପାର୍ଟ 2କୁ ଆମେ ଦେଖିଥିଲେ ଏବଂ ସେଥିରେ ଥିବା ବିଭିନ୍ନ କୋଶ୍ଚିନ୍ ଗୁଡ଼ିକୁ ଆମେ ସଲ୍ଭ କରିଥିଲେ ଏବଂ ଅଧିକ ଜାଣିଥିଲେ। ଆଜି ସେହି ବିଷୟର ତୃତୀୟ ପାର୍ଟଟି ଭାରତରେ କମ୍ପାନୀ ଶାସନର ପାର୍ଟ 3ରେ ଆମେ ଆଉ ଯେତିକି କୋଶ୍ଚିନ୍ ଥିଲା ସେଗୁলো ସବୁ ଦେଖିବା ଏବଂ ତାକୁ ବିଷୟରେ ଅଧିକ କିଛି ଜାଣିବା। ପ୍ରଥମ କୋଶ୍ଚିନ୍ ଆମେ ଦେଖିବା ଯେ ପ୍ରଥମେ କେଉଁ ପକ୍ଷ ଦ୍ୱିତୀୟ କର୍ଣ୍ଣାଟ ସମରରେ ବିଜୟୀ ହୋଇଥିଲା। ପ୍ରଥମେ କିଏ ଜିତିଥିଲେ ନା ପ୍ରଥମେ ଫରାସୀ ସମର୍ଥିତ ମୁଜାଫର ଜଙ୍ଗ, ଯିଏକି ହାଇଦ୍ରାବାଦର ନିଜାମ ପଦ ପାଇଁ ଲଢ଼ୁଥିଲେ, ଏବଂ ଚନ୍ଦା ସାହେବ ଯିଏକି କର୍ଣ୍ଣାଟ ବା ଆର୍କଟର ନବାବ ପଦ ପାଇଁ ଲଢ଼ୁଥିଲେ। ମୁଜାଫର ଜଙ୍ଗ କାହା ସହିତ ଲଢ଼ୁଥିଲେ? ତାଙ୍କ ମାମୁଁ ନାସିର ଜଙ୍ଗଙ୍କ ସହିତ ଲଢ଼ୁଥିଲେ ନିଜାମ ପଦ ପାଇଁ। କେଉଁଠି ନା ହାଇଦ୍ରାବାଦରେ। ଆଉ ଚନ୍ଦା ସାହେବ କାହା ସହିତ ଲଢ଼ୁଥିଲେ? ଚନ୍ଦା ସାହେବ ଲଢ଼ୁଥିଲେ ଅନୱରଙ୍କ ସହିତ। ଅନୱରଙ୍କ ସହିତ ଲଢ଼ୁଥିଲେ କୋଉଠି ନା ଆର୍କଟ ବା କର୍ଣ୍ଣାଟରେ। କିଏ ବିଜୟୀ ହୋଇଥିଲେ? ପ୍ରଥମେ କେଉଁ ପକ୍ଷ ଦ୍ୱିତୀୟ କର୍ଣ୍ଣାଟ ସମୟରେ ବିଜୟୀ ହୋଇଥିଲେ? ନା ପ୍ରଥମେ ଫରାସୀ ସମର୍ଥିତ ମୁଜାଫର ଜଙ୍ଗ ହାଇଦ୍ରାବାଦରେ, ଯିଏକି ନାସିର ଜଙ୍ଗଙ୍କ ବିରୁଦ୍ଧରେ ଲଢ଼ୁଥିଲେ, ଏବଂ ଚନ୍ଦା ସାହେବ କର୍ଣ୍ଣାଟ ବା ଆର୍କଟରେ ସିଏ ବିଜୟୀ ହୋଇଥିଲେ। ଏବଂ ଏଥିରେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବା ଯେ ପ୍ରଥମ କର୍ଣ୍ଣାଟ ସମରରେ କୌଣସି ପ୍ରକାର ଭାରତୀୟ ଶକ୍ତି ବା ଭାରତୀୟ ରାଜ୍ୟ ଲଢ଼ି ନଥିଲେ। ପ୍ରଥମ କର୍ଣ୍ଣାଟ ସମୟରେ କେବଳ ଫ୍ରେଞ୍ଚ ଆଉ ବ୍ରିଟିଶ ବା ଫରାସୀ ଏବଂ ବ୍ରିଟିଶ ଲଢ଼ିଥିଲେ। ସେଟା ବି କ'ଣ ପାଇଁ ନା ଯେଉଁ ଅଷ୍ଟ୍ରିଆରେ ଯେଉଁ ଉତ୍ତରାଧିକାରୀ ଯୁଦ୍ଧ ହୋଇଥିଲା ସେଥିପାଇଁ। ଦେଖିବା ଦ୍ୱିତୀୟ କୋଶ୍ଚିନ୍ଟି, କାହାର ଯୋଗଦାନ ପରେ ବ୍ରିଟିଶ ମାନେ ଦ୍ୱିତୀୟ କର୍ଣ୍ଣାଟ ସମରରେ ବିଜୟୀ ହୋଇଥିଲେ? କାହାର ଯୋଗଦାନ ପରେ? ରବର୍ଟ କ୍ଲାଇଭଙ୍କ ଯୋଗଦାନ ପରେ। ରବର୍ଟ କ୍ଲାଇଭ ଇଏ ହେଉଛନ୍ତି ସେହି ଲୋକ ଯିଏକି କ'ଣ କରିଥିଲେ ନା ଭାରତରେ ଇଂରେଜ ଶାସନ ପ୍ରତିଷ୍ଠାର ମୁଖ୍ୟ ପୁରୋଧା ଥିଲେ। କେମିତି କ'ଣ ମୁଖ୍ୟ ପୁରୋଧା ଥିଲେ? ସେ ବେଙ୍ଗଲରେ ବି ସେ ଜିତିଥିଲେ, ଏପଟେ କର୍ଣ୍ଣାଟ ସମରରେ ବି ସେ ଜିତିଥିଲେ। ସେ ବିଭିନ୍ନ ଜାଗାରେ ଯଦି ବ୍ରିଟିଶ ଶାସନକୁ କିଏ ଦୃଢ଼ କରିଛି ବା ବିଭିନ୍ନ ରାଜ୍ୟକୁ ଜୟ କରାଇଛି, ସେଥିରେ କାହାର ନା ରବର୍ଟ କ୍ଲାଇଭଙ୍କର ଭଲ ହାତ ଥିଲା ବା ରବର୍ଟ କ୍ଲାଇଭ ଏଥିରେ ବହୁତ ସାହାଯ୍ୟ କରିଥିଲେ। ତେଣୁ ଯେଉଁ ଦ୍ୱିତୀୟ କର୍ଣ୍ଣାଟ ସମରଟି ହୋଇଥିଲା, ସେ ଦ୍ୱିତୀୟ କର୍ଣ୍ଣାଟ ସମରରେ ଯଦି ବ୍ରିଟିଶ ଜିତିଛନ୍ତି ବା ବ୍ରିଟିଶ ପକ୍ଷ ଜିତିଛନ୍ତି, ସେଥିରେ ରବର୍ଟ କ୍ଲାଇଭଙ୍କର ହାତ ବହୁତ ଅଛି ବା ତାଙ୍କର ଯୋଗଦାନ ବହୁତ ଅଛି। ଦେଖିବା ଆମେ ତୃତୀୟ ପ୍ରଶ୍ନ ଦେଖିବା। ତୃତୀୟ କର୍ଣ୍ଣାଟ ସମର କେବେ ହୋଇଥିଲା ଓ ଏହାର କାରଣ କ'ଣ ଥିଲା? ତୃତୀୟ କର୍ଣ୍ଣାଟ ସମର କେବେ ହେଇଥିଲା? 1758 ମସିହାରେ। ଏହାର କାରଣ ହେଉଛି ୟୁରୋପରେ ହେଉଥିବା ସପ୍ତବର୍ଷୀୟ ଯୁଦ୍ଧ। ୟୁରୋପରେ ସପ୍ତବର୍ଷୀୟ ଯୁଦ୍ଧ କ'ଣ ନା ୟୁରୋପରେ ବିଭିନ୍ନ ପାୱାର ଯେ ସବୁ ଶକ୍ତି ଥିଲେ ସେମାନେ ସବୁ କ'ଣ କରିଥିଲେ ନା 7 ବର୍ଷ ପର୍ଯ୍ୟନ୍ତ ଲଢ଼ିଥିଲେ। ସେଇ ଯେଉଁ ଲଢ଼େଇର ପ୍ରଭାବ ୟୁରୋପରେ ହେଉଥିବା ଯେଉଁ ସପ୍ତବର୍ଷୀୟ ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ପଡ଼ିଥିଲା। ଏବଂ ତାହା ଫଳରେ କ'ଣ ହେଲା ନା ଭାରତରେ ଯେଉଁ ଫରାସୀ ଆଉ ଇଂରେଜ ଶାସନ ଥିଲା ବା ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଥିଲା, ସେମାନେ ବି ପରସ୍ପର ଲଢ଼ିବାକୁ ଲାଗିଥିଲେ। ଏଇଟା ଥିଲା ତୃତୀୟ କର୍ଣ୍ଣାଟ ସମର ଯେଉଁ ହେଇଥିଲା, ଏହାର କାରଣ ଥିଲା। ଚତୁର୍ଥ ପ୍ରଶ୍ନ ଦେଖିବା। ଇଂରେଜ ସେନାଧ୍ୟକ୍ଷ କ୍ଲାଇଭ କେବେ ଫରାସୀ ବାଣିଜ୍ୟ ଘାଟି ଚନ୍ଦନନଗର ଅଧିକାର କରିଥିଲେ? କାହାକୁ ଅଧିକାର କରିଥିଲେ? ଚନ୍ଦନନଗର, ଯେଉଁଟା ଏବେ ଅଛି ପଶ୍ଚିମବଙ୍ଗରେ।
ପଶ୍ଚିମବଙ୍ଗରେ ଅଛି, ଚନ୍ଦନନଗର ଯୋଉଟା କହୁଛନ୍ତି। କେବେ କ୍ଲାଇଭ୍ ତାକୁ ଦଖଲ କରିଥିଲେ ନା 1757 ମସିହାରେ କ୍ଲାଇଭ୍ ଚନ୍ଦନନଗର ଅଧିକାର କରିଥିଲେ। ଇଏ ଯୋଉ ଚନ୍ଦନନଗରଟି ଅଧିକାର କରିଥିଲେ, ଇଏ ଗୋଟେ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଥିଲା, ଯାହାଫଳରେ କି ଫ୍ରେଞ୍ଚର ଶକ୍ତି ବା ଫରାସୀ ମାନଙ୍କର ଶକ୍ତି ଧୀରେ ଧୀରେ ଭାରତରେ କମିବାକୁ ଲାଗିଲା। ତାପରେ ପ୍ରଶ୍ନ ଦେଖିବା 5 ନମ୍ବର, କାଉଣ୍ଟ ଡି ଲାଲି କେବେ ସେଣ୍ଟ ଡେଭିଡ୍ ଦୁର୍ଗ ଅଧିକାର କରିଥିଲେ? ଏର ଉତ୍ତର ହେଉଛି 1758 ମସିହାରେ ଲାଲି ବା କାଉଣ୍ଟ ଡି ଲାଲି କ'ଣ କରିଥିଲେ ନା ସେଣ୍ଟ ଡେଭିଡ୍ ଦୁର୍ଗ ଅଧିକାର କରିଥିଲେ। ସେଣ୍ଟ ଡେଭିଡ୍ ଦୁର୍ଗଟା କୋଉଠି ଅଛି? ସେତେବେଳେ ମାନ୍ଦ୍ରାଜରେ ଅଛି। ମାନ୍ଦ୍ରାଜ ବା ଏବେ ବର୍ତ୍ତମାନ ଚେନ୍ନାଇରେ ଅଛି। ଏବେ ଦେଖିବା ତାପରେ ଆଉ ଗୋଟେ ପ୍ରଶ୍ନ, କେବେ ସପ୍ତବର୍ଷ ଯୁଦ୍ଧର 6 ନମ୍ବର କ୍ୱେଶ୍ଚନ ଦେଖିବା, କେବେ ସପ୍ତବର୍ଷ ଯୁଦ୍ଧର ସମାପ୍ତି ଘଟିଥିଲା? ସପ୍ତବର୍ଷ ଯୁଦ୍ଧର ସମାପ୍ତି କେତେ ହେଇଥିଲା ନା 1763। ଆରମ୍ଭ କେବେ ହେଇଥିଲା ନା 1756 ମସିହାରେ ଆରମ୍ଭ ହେଇଥିଲା ସପ୍ତବର୍ଷ ଯୁଦ୍ଧ, କିନ୍ତୁ ଶେଷ କେବେ ହେଇଥିଲା 1763। ଏଇ ଯୋଉ ଯୁଦ୍ଧଟି 7 ବର୍ଷ କାଳ ହେଇଥିବାରୁ ଆକୁ କ'ଣ କହନ୍ତି ନା ସପ୍ତବର୍ଷୀୟ ଯୁଦ୍ଧ। ସପ୍ତବର୍ଷୀୟ ଯୁଦ୍ଧ। ତାପରେ ଦେଖିବା ପ୍ରଶ୍ନ, କେବେ ଆଲିବର୍ଦୀ ଖାଁଙ୍କ ପରେ କିଏ ବଙ୍ଗର ନବାବ ହେଇଥିଲେ? ଏଠି ଟିକେ ପ୍ରିଣ୍ଟିଂ ଏରର ଅଛି, ଟାଇପିଂ ଏରର, କେବେ ନୁହେଁ, ଅଲିବର୍ଦୀ ଖାଁଙ୍କ ପରେ କିଏ ବଙ୍ଗର ନବାବ ହେଇଥିଲେ? ଅଲିବର୍ଦୀ ଖାଁଙ୍କ ପରେ ଅଲିବର୍ଦୀ ଖାଁ କିଏ ଥିଲେ ନା ଯିଏ ପ୍ରଥମ ବଙ୍ଗର ନବାବ ଥିଲେ, ଯିଏକି ତାଙ୍କର ମୁଗଲ ଠାରୁ ସେ ଦୂରେଇକି ନିଜେ କ'ଣ କରିଥିଲେ, ଗୋଟେ ଇଣ୍ଡିପେଣ୍ଡେଣ୍ଟ ରୁଲର ବା ଇଣ୍ଡିପେଣ୍ଡେଣ୍ଟ ଶାସକ ହୋଇକି ଶାସନ କରିଥିଲେ ବଙ୍ଗ ଉପରେ। ତାଙ୍କ ପରେ କିଏ ଆସିଲା ଶାସନ କରିବାକୁ ନା ତାଙ୍କ ପରେ ସିରାଜ ଉଦାଲା, ତାଙ୍କ ନାତି ସିରାଜ ଉଦାଲା ବଙ୍ଗର ନବାବ ହେଇଥିଲେ। ତାପରେ କ୍ୱେଶ୍ଚନ ଦେଖିବା ଯେ କେଉଁ ମସିହାରେ 8 ନମ୍ବର କ୍ୱେଶ୍ଚନ ଦେଖିବା, କେଉଁ ମସିହାରେ ଅନ୍ଧକୂପ ହତ୍ୟା ଘଟଣାଟି ଘଟିଥିଲା? କେବେ ନା 25 ଜୁନ 1756 ମସିହାରେ ଏହି ଘଟଣାଟି ଘଟିଥିଲା। ଅନ୍ଧକୂପ ହତ୍ୟାଟି କ'ଣ? ଅନ୍ଧକୂପ ହତ୍ୟାଟି କ'ଣ? ଅନ୍ଧକୂପ ହତ୍ୟାରେ କ'ଣ ଘଟିଥିଲା ନା ବ୍ରିଟିଶ ଅଫିସର ମାନେ, ବ୍ରିଟିଶରେ ଯୋଉ ସବୁ ଲୋକ ଥିଲେ ବା ବେପାରୀ ମାନେ ଥିଲେ, ସେମାନେ କ'ଣ କରିଥିଲେ ନା କଲିକତାରେ ସେମାନେ କ'ଣ କରୁଥିଲେ ବା ବଙ୍ଗରେ ସେମାନେ କ'ଣ କରୁଥିଲେ ନା ସେମାନଙ୍କୁ ପରମିଶନ ମିଳିଥିଲା ତମେ ବେପାର କରିବ, କିନ୍ତୁ ଫର୍ଟିଫିକେସନ ମାନେ କ'ଣ? ଫର୍ଟିଫିକେସନର ଅର୍ଥ ହେଉଛି ପାଚେରୀ ବନେଇବା। ଏଠି ମନେକର ସପୋଜ ଗୋଟେ ଘର ଅଛି, ଚାରିପଟରେ ଯୋଉ ବାଉଣ୍ଡ୍ରି ବୁଲା ହୁଏ, ଏଇ ଯୋଉ ବାଉଣ୍ଡ୍ରିଟା ସେମାନଙ୍କ ପାଖରେ ପରମିଶନ ନଥିଲା ଯେ ଫର୍ଟିଫାଇ କରିବା, ତାଙ୍କର ଯୋଉ ଥିଲା ଯୋଉ ବାଣିଜ୍ୟ କେନ୍ଦ୍ର ଗୁଡ଼ିକୁ ଫର୍ଟିଫାଇ କରିବା ବା ପାଚେରୀ ତା ସାଇଡରେ କରିବା, ବା ଯୋଉ ଗାତ ଖୋଳା ହୁଏ ଯେମିତି ଅନ୍ୟ ଲୋକମାନେ ସେ ଯେ ବାଣିଜ୍ୟ କେନ୍ଦ୍ର ଭିତରକୁ ବା ବାଣିଜ୍ୟ କୋଠି ଭିତରକୁ ପ୍ରବେଶ ନ କରିପାରିବେ, ଏଇଟା ତାଙ୍କ ପାଖରେ ପରମିଶନ ନଥିଲା। ସେମାନେ କ'ଣ କରୁଥିଲେ ଜବରଦସ୍ତି ସେ କ'ଣ କରୁଥିଲେ ନା ଫର୍ଟିଫାଏ ବା ପାଚେରୀ ତା ସାଇଡରେ ଉଠେଇଲେ। ତେଣୁ କ'ଣ କରିଥିଲେ ନା ଏଇଟା ସିରାଜ ଉଦାଲାଙ୍କୁ ଭାରି ଖରାପ ଲାଗିଥିଲା। ଏହାଫଳରେ କ'ଣ କଲେ, ଏହାଫଳରେ ସିରାଜ କ'ଣ କଲେ ନା ଆକ୍ରମଣ କରିଥିଲେ। କୋଉଠିକି ଆକ୍ରମଣ କରିଥିଲେ? କୋଉଠି ଆକ୍ରମଣ କରିଥିଲେ ନା ତାଙ୍କର ଯୋଉ କୋଠିଟା ଥିଲା, ବାଣିଜ୍ୟ କୋଠି ଥିଲା, ବ୍ରିଟିଶ ବାଣିଜ୍ୟ କୋଠିକୁ
ଆକ୍ରମଣ କରିଥିଲେ, ବାଣିଜ୍ୟକୁ ଆକ୍ରମଣ କରିଥିଲେ। କିଏ ନା ସିରାଜଉଦ୍ଦୌଲା। ଏମିତିରେ କ'ଣ କରିଥିଲେ ନା ସିରାଜ ଯେତେବେଳେ ପହଞ୍ଚିଲେ ସେତେବେଳେ ଦେଖିବାକୁ ମିଳିଲା ଯେ ବହୁତ ଜଣ ବ୍ରିଟିଶ ଅଫିସର ବା ବ୍ରିଟିଶ ସୈନ୍ୟ ବା ବ୍ରିଟିଶ ଲୋକମାନେ ସେଠି ରହିଯାଇଛନ୍ତି। ସିରାଜଉଦ୍ଦୌଲା କ'ଣ କଲେ ନା ଅତି ନୃଶଂସ ଭାବରେ ବହୁତ ଗୋଟେ ଛୋଟ ଘର ଭିତରେ, ବହୁତ ନର୍ମାଲି କହିବାକୁ ଗଲେ ଯଦି 10 ଫୁଟରେ 10 ଫୁଟ ଭଳିଆ ଘରରେ 10 ଫୁଟ ଦୈର୍ଘ୍ୟ ଆଉ 10 ଫୁଟ ପ୍ରସ୍ଥ ଘର ଭିତରେ ସମସ୍ତଙ୍କୁ ପାଖାପାଖି 146 ଜଣଙ୍କୁ ବନ୍ଦ କରି ରଖିଥିଲେ। ଯେଉଁଥିରେ ସେମାନେ କ'ଣ କଲେ ନା ଯେତେବେଳେ କିଛି ଦିନ ପରେ ଯେତେବେଳେ ଖୋଲାଗଲା ସେ ଘର ଖୋଲାଗଲା ସେତେବେଳେ କ'ଣ ହେଲା ପାଖାପାଖି 123 ଜଣ ମୃତ୍ୟୁ ମୁଖରେ ପଡ଼ିଥିଲେ। ଏଇଟା ଥିଲା ଅନ୍ଧକୂପ ହତ୍ୟା, ଯେଉଁଟାକି ବ୍ରିଟିଶ ଲୋକମାନଙ୍କୁ ଭାରି ଖରାପ ଲାଗିଥିଲା ଏବଂ ବ୍ରିଟିଶ ଲୋକମାନେ ଏହାର ପ୍ରତିଶୋଧ ନେବା ପାଇଁ ସେମାନେ ଚାହିଁଥିଲେ। ତାପରେ କ୍ୱେଶ୍ଚିନ୍ ଦେଖିବା ଯେଉଁଟାକି ହେଇଥିଲା କେବେ ନା 25 ଜୁନ 1756 ମସିହାରେ ଏହି ଘଟଣାଟି ଘଟିଥିଲା। ତାପରେ କ୍ୱେଶ୍ଚିନ୍ ସିରାଜଙ୍କ କଲିକତା ଅଧିକାର ଖବର ପାଇ କିଏ ମାନ୍ଦ୍ରାଜରୁ କଲିକତା ଆସିଥିଲେ? ସିରାଜଙ୍କର କଲିକତା ଖବର ପାଇ କିଏ ଆସିଥିଲେ ନା କ୍ଲାଇଭ ଆଉ ଇଂରେଜ ସେନାପତି ୱାଟସନ ମାନ୍ଦ୍ରାଜରୁ କଲିକତା ଆସିଥିଲେ ଓ କ୍ଲାଇଭ ଚନ୍ଦନନଗର ଅଧିକାର କରିଥିଲେ। ତ କ'ଣ ହେଲା ନା ଯେତେବେଳେ ଖବର ଆସିଲା ଯେ ସିରାଜ ଏଭଳିଆ ଅବସ୍ଥା କରିଛନ୍ତି ଯେ ବ୍ରିଟିଶ 146 ଜଣ ପାଖାପାଖି ଲୋକଙ୍କୁ ଗୋଟେ ବହୁତ ଛୋଟ ଘର ଭିତରେ ରଖିଛନ୍ତି ଏବଂ ତା ଫଳରେ 123 ଜଣ ମରିଯାଇଛନ୍ତି। ଏଇଟା ଅଲଗା ବ୍ରିଟିଶ ଅଫିସର ଯେଉଁମାନେ ଥିଲେ ବା ବ୍ରିଟିଶ ଲୋକମାନେ ଥିଲେ ଏମାନଙ୍କୁ ଭାରି ଖରାପ ଲାଗିଲା ଏବଂ ଏହାର ପ୍ରତିଶୋଧ ନେବା ପାଇଁ କ୍ଲାଇଭ ଆଉ ଇଂରେଜ ସେନାପତି ୱାଟସନ କ'ଣ କଲେ ନା ମାନ୍ଦ୍ରାଜ ବା ଚେନ୍ନାଇରୁ ଆସିଲେ, କେଉଁଠି କଲିକତା ପର୍ଯ୍ୟନ୍ତ ଆସିଲେ। ଆଉ କ୍ଲାଇଭ କ'ଣ କଲେ ନା ଫ୍ରେଞ୍ଚ ବାଲାଙ୍କର ଯେଉଁ ଫରାସୀ ବାଲାଙ୍କର ଯେଉଁ ଚନ୍ଦନନଗର ଥିଲା ତାକୁ ଅଧିକାର କରି ନେଇଗଲେ। ଦେଖିବା 10 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି। ସିରାଜଉଦ୍ଦୌଲାଙ୍କୁ ସିଂହାସନ ହଟାଇବା ପାଇଁ କେଉଁମାନେ ଷଡ଼ଯନ୍ତ୍ର କରିଥିଲେ? କିଏ ଇଏ କରିଥିଲେ ନା ମୀର ଜାଫର, ସେନାପତି ଯିଏ ଥିଲେ ତାଙ୍କର ମୀର ଜାଫର ଆଉ ରାୟ ଦୁର୍ଲଭ, ଏମାନେ ସବୁ ଏବଂ ଆହୁରି ବହୁତ ଲୋକ ଥିଲେ। ଏଇ 2 ଜଣ ମୁଖ୍ୟ ଥିଲେ, ସେନାପତି ମୀର ଜାଫର ଆଉ ରାୟ ବଲ୍ଲଭ, ଏମିତି ସବୁ ଆହୁରି ବହୁତ ଥିଲେ। ଏବଂ ତାଙ୍କର ଜଣେ ମାଉସୀ ଥିଲେ ଯିଏକି ସିଏ ମଧ୍ୟ ସିରାଜଉଦ୍ଦୌଲାଙ୍କୁ ବିରୋଧ କରୁଥିଲେ ବା ସିରାଜଉଦ୍ଦୌଲାଙ୍କୁ ହଟେଇ ଦେବାକୁ ଚାହୁଁଥିଲେ। କାହିଁକି ନା ସିରାଜଙ୍କ ବୟସ ଥିଲା ପାଖାପାଖି 21 ବର୍ଷ। ଆଉ କୁହାଯାଏ ସିରାଜ ସାଡିଷ୍ଟ ଥିଲେ। ସାଡିଷ୍ଟର ଅର୍ଥ କ'ଣ? ସାଡିଷ୍ଟର ଅର୍ଥ ହେଉଛି ସିଏ ଯଦି ଅଲଗା ଲୋକମାନେ ଯେତେବେଳେ ଦୁଃଖ ପାଆନ୍ତି ସିରାଜ ଖୁସି ହେଉଥିଲେ। କିଛି ଇତିହାସକାର ମଧ୍ୟ ଏମିତି ଲେଖିଛନ୍ତି ଯେ ସିରାଜ କ'ଣ କରୁଥିଲେ ନା 2ଟି ଡଙ୍ଗାକୁ ପରସ୍ପର ବାଡ଼େଇ ଦେଉଥିଲେ ଏବଂ ଲୋକମାନେ ଯେତେବେଳେ ବୁଡ଼ିକି ମରୁଥିଲେ, ଲୋକ ମରିଲେ ସେ ଖୁସି ହେଉଥିଲେ। ତ କ'ଣ କରୁଥିଲେ ନା ପରସ୍ପର ଡଙ୍ଗାକୁ ଆଣି ପିଟି ଦେବେ। ଯେତେବେଳେ ଲୋକମାନେ ବୁଡ଼ିକି ନଈ ଭିତରେ ମରିଯାଉଥିଲେ ତାକୁ ଦେଖିକି ସିରାଜଉଦ୍ଦୌଲା ଭାରି ଖୁସି ହେଉଥିଲେ।
ଏମିତି ସବୁ ଯେତେବେଳେ କାମ କରୁଥିଲେ ତ ତାଙ୍କର ଯିଏ ସବୁ ନାଗରିକ ଥିଲେ ବା ତାଙ୍କ ରାଜ୍ୟର ଯେଉଁ ଲୋକମାନେ ଥିଲେ ଏବଂ ତାଙ୍କ ରାଜ୍ୟରେ ଯିଏ ସବୁ ବଡ଼ ବଡ଼ ସବୁ ଅଫିସର ସବୁ ଥିଲେ ବା ବଡ଼ ବଡ଼ ଯିଏ ସବୁ ତାଙ୍କୁ ସାହାଯ୍ୟ କରୁଥିଲେ, ଯେମିତି ସେନାପତି ମୀର ଜାଫର, ରାୟ ଦୁର୍ଲଭ, ରାୟ ବଲ୍ଲଭ, ତାଙ୍କ ମାଉସୀ ଯିଏ ଥିଲେ, ଏ ସମସ୍ତେ କ'ଣ କରିଥିଲେ ନା ସିରାଜଙ୍କ ଉପରେ ରାଗି ଯାଇଥିଲେ ଏବଂ ସିରାଜକୁ ଚାହୁଁଥିଲେ କେମିତି କ'ଣ ସେ ନବାବ ପଦରୁ ହଟୁ। 11 ନମ୍ବର କ୍ୱେଶ୍ଚିନ୍ ଦେଖିବା, ପଲାସି ଯୁଦ୍ଧ କେବେ ଓ କାହା ମଧ୍ୟରେ ହୋଇଥିଲା? ଏଥିରେ କିଏ ପରାସ୍ତ ହୋଇଥିଲା? ପ୍ରଥମେ ଦେଖିବା କେବେ ହେଇଥିଲା ନା ଏଇଟା 21 ଜୁନରେ, ମାଫ କରିବେ ଏଇଟା ଟାଇପିଂ ଏରର ହେଇଛି, ଏଇଟା 21 ଜୁନ 1757 ମସିହାରେ ହୋଇଥିଲା। ଏହି ଯୁଦ୍ଧରେ ସିରାଜଉଦ୍ଦୌଲା ପରାସ୍ତ ହୋଇଥିଲେ। କ'ଣ ହେଇଥିଲା ନା ମୁଁ ଆପଣଙ୍କୁ କହିଥିଲି ଯେ ପୂର୍ବରୁ ତାଙ୍କର ଯେ ନିଜର ସେନାପତି ମୀର ଜାଫର, ରାୟ ଦୁର୍ଲଭ, ରାୟ ବଲ୍ଲଭ, ଇଏ ସବୁ ଯିଏ ସବୁ ବଡ଼ ବଡ଼ ଲୋକ ଥିଲେ, ବଡ଼ ବଡ଼ ବ୍ୟାଙ୍କର ଥିଲେ, ରାୟ ଦୁର୍ଲଭ, ରାୟ ବଲ୍ଲଭ ବଡ଼ ବଡ଼ ବ୍ୟାଙ୍କର ଥିଲେ। ବ୍ୟାଙ୍କର ମାନେ କ'ଣ, ଯେଉଁମାନେ ସୁଧ କାରବାର କରନ୍ତି ବା ବହୁତ ପଇସା ବାଲା ଲୋକ ଥିଲେ। ଏବଂ ମୀର ଜାଫର ସିଏ ଥିଲେ କ'ଣ, ସେନାପତି ଥିଲେ। ଯେତେବେଳେ ପଲାସି ଯୁଦ୍ଧ ଆରମ୍ଭ ହେଲା, ପଲାସି ଯୁଦ୍ଧ ଯେତେବେଳେ ଆରମ୍ଭ ହେଲା, ପଲାସି ଯୁଦ୍ଧ ଆରମ୍ଭ ହେଲା ସେତେବେଳେ ଦେଖାଗଲା ଯେ କ'ଣ ହେଇଛି, ଦେଖାଗଲା ଯେତେ ସୈନ୍ୟ ଥିଲେ ସମସ୍ତେ ବ୍ରିଟିଶ ସପୋର୍ଟରେ ଲଢ଼ିଲେ। କ'ଣ ହେଲା, ଯେତେବେଳେ ସେମାନେ ସମସ୍ତେ ବ୍ରିଟିଶ ସପୋର୍ଟରେ ଲଢ଼ିଲେ ତ ଅଟୋମେଟିକ୍ ସିରାଜ ପରାସ୍ତ ହେଇଥିଲେ। ଦେଖିବା ତାପରେ ପ୍ରଶ୍ନ, 12 ନମ୍ବର ପ୍ରଶ୍ନ, ପଲାସି ଯୁଦ୍ଧ ପରେ କିଏ ସିରାଜଙ୍କୁ ହତ୍ୟା କରିଥିଲେ ଓ କିଏ ବଙ୍ଗର ନବାବ ହୋଇଥିଲେ? ପଲାସି ଯୁଦ୍ଧ ପରେ ମୀର ଜାଫରଙ୍କର ପୁତ୍ର ଯିଏ ଥିଲେ ମିରନ, ସେ ବନ୍ଦୀଶାଳାରେ କ'ଣ କରିଥିଲେ ନା ସିରାଜଙ୍କୁ ହତ୍ୟା କରିଥିଲେ ଏବଂ ମୀର ଜାଫର ପଲାସି ଯୁଦ୍ଧ ପରେ ବଙ୍ଗର ନବାବ ହେଇଥିଲେ। ଦେଖିବା ତାପରେ ପ୍ରଶ୍ନ, 13 ନମ୍ବର ପ୍ରଶ୍ନ ଦେଖିବା, କିଏ ଇଂରେଜମାନଙ୍କୁ 24 ପ୍ରଗଣା ଅଞ୍ଚଳ ଜମିଦାରୀ ପ୍ରଦାନ କରିଥିଲେ? 24 ପ୍ରଗଣା କୋଉଠି, କୋଉ ଜାଗାଟା, ଯୋଉଟା ଓଡ଼ିଶା ୱେଷ୍ଟ ବଙ୍ଗର ସୀମାରେଖା ଭଳିଆ ଜାଗା ଥିଲା, ଭାରି ଡେଭଲପ ଜାଗା ଥିଲା 24 ପ୍ରଗଣା। ସେ ଜାଗାର ଜମିଦାରୀ ପ୍ରଦାନ କରିଥିଲେ କିଏ ଇଂରେଜମାନଙ୍କୁ? ଦେଖିବା, ମୀର ଜାଫର ଇଂରେଜମାନଙ୍କୁ 24 ପ୍ରଗଣା ଅଞ୍ଚଳର ଜମିଦାରୀ ପ୍ରଦାନ କରିଥିଲେ। ମୀର ଜାଫର ତ ସେନାପତି ଥିଲେ, ଯେତେବେଳେ ଯୁଦ୍ଧ ପରେ ତାଙ୍କୁ କ'ଣ କରାଗଲା ନା ବଙ୍ଗର ନବାବ କରିଦିଆଗଲା। ସିଏ କ'ଣ କଲେ ନା ମୀର ଜାଫର ଦେଇଦେଲେ ତାଙ୍କୁ, ଭାରି ଖୁସି ହେଇକି ଇଂରେଜମାନଙ୍କୁ କ'ଣ କଲେ ନା 24 ପ୍ରଗଣା ଅଞ୍ଚଳର ଜମିଦାରୀ ପ୍ରଦାନ କରିଥିଲେ। କହିବାକୁ ଗଲେ ମୀର ଜାଫର ପପେଟ ନବାବ ଥିଲେ। ପପେଟ ନବାବ କ'ଣ, ଯାହାକୁ କେବଳ ସିଂହାସନରେ ବସା ଯାଇଥିଲା, କିନ୍ତୁ ଅସଲି ପାୱାର ତାଙ୍କ ପାଖରେ କିଛି ନଥିଲା। ଅସଲି ପାୱାର କାହା ପାଖରେ ଥିଲା ନା ଥିଲା ବ୍ରିଟିଶ ବାଲାଙ୍କ ପାଖରେ। ତେଣୁ ମୀର ଜାଫର କ'ଣ କରିଥିଲେ, ଭାରି ଖୁସି ହେଇକି ଯେତେବେଳେ ସେ ନବାବ ହେଲେ, ସିଏ ତାଙ୍କ ପଦଟି କାହାକୁ ଦେଇ ଦେଇଥିଲେ ନା ଯେଉଁ 24 ପ୍ରଗଣା ଅଞ୍ଚଳର ଜମିଦାରୀ ଦେଇଦେଲେ କାହାକୁ ନା ଇଂରେଜମାନଙ୍କୁ ଦେଇଦେଲେ। 14 ନମ୍ବର କ୍ୱେଶ୍ଚିନ୍ ଦେଖିବା, ମୀର ଜାଫରଙ୍କ ପରେ କିଏ ବଙ୍ଗର ନବାବ ହୋଇଥିଲେ? ଦେଖିବା, ମୀର ଜାଫରଙ୍କର କ'ଣ ହେଲା ନା ମୀର ଜାଫର ପ୍ରଥମେ ଭାରି ଖୁସି 24 ପ୍ରଗଣା ଅଞ୍ଚଳର ଜମିଦାରୀ ଦେଇଦେଲେ କାହାକୁ, ଇଂରେଜମାନଙ୍କୁ। କିନ୍ତୁ ପରେ ଦେଖାଗଲା ଯେ ଇଂରେଜମାନେ ସବୁବେଳେ କ'ଣ କଲେ ନା ଆସି ମୀର ଜାଫରଙ୍କ ପାଖରେ ପହଞ୍ଚି ଯାଉଥିଲେ, ବିଭିନ୍ନ କାମ କରୁଥିଲେ, ବିଭିନ୍ନ ଫାଇଦା ନିଜର ନେଇଯାଉଥିଲେ। ଯେମିତି ସେ କ'ଣ କରୁଥିଲେ ନା ଭାରତ ଯେଉଁ ତାଙ୍କର ଜିନିଷ କିଣା ବିକା ହେଉଥିଲା, ଆଗରୁ କ'ଣ ହେଉଥିଲା ନା ସିରାଜଉଦ୍ଦୌଲା ହଉ କିମ୍ବା ତାଙ୍କ ପୂର୍ବରୁ ଯିଏ ସବୁ ଥିଲେ ସେମାନଙ୍କ ସମୟରେ କ'ଣ କରାଯାଉଥିଲା, ଅଲିବର୍ଦୀ ଖାଁଙ୍କ ସମୟରେ, ଯେ ଭାରତୀୟମାନଙ୍କୁ ଯିଏ ସବୁ ବିଜନେସମ୍ୟାନ୍ ଥିଲେ ବା ବେପାରୀମାନଙ୍କୁ
ସେମାନଙ୍କୁ କ'ଣ କରାହେଉଥିଲା ନା ତାଙ୍କୁ ସେମାନେ କିଛି ଜିନିଷ କିଣୁଥିଲେ ମାର୍କେଟରୁ, ଆଉ ଇଂରେଜମାନେ ମଧ୍ୟ କିଣୁଥିଲେ, ଫ୍ରେଞ୍ଚ ମାନେ ବି କିଣୁଥିଲେ। କିନ୍ତୁ ଯେତେବେଳେ ଆସିଲେ ମୀର ଜାଫର, ଇଂରେଜମାନେ କ'ଣ କଲେ ନା କେବଳ ବେଙ୍ଗଲ ଭିତରେ ବା ଯେଉଁ ବଙ୍ଗ ଭିତରେ କେବଳ ବ୍ରିଟିଶ ମାନେ ହିଁ ବେପାର କରିପାରିବେ, ଏଇଭଳିଆ ସବୁ ବିଭିନ୍ନ ପ୍ରକାର ସବୁ କଣ୍ଡିସନ ହେଲେ, ଯୋଉଟାକି ଭାରତର ଉଦ୍ୟୋଗ ପ୍ରତି ବା ଭାରତର ବେପାରୀମାନଙ୍କ ପାଇଁ ଭାରି ଲସ୍ କଲା। ତ ମୀର ଜାଫର ଏଥିପାଇଁ କ'ଣ କଲେ ନା ବିରୋଧ କରିବା ଷ୍ଟାର୍ଟ କରିଦେଲେ। କାହାକୁ ନା ଇଂରେଜଙ୍କୁ ବିରୋଧ କଲେ। ମୀର ଜାଫର କ'ଣ କଲେ ନା ଇଂରେଜମାନଙ୍କୁ ବିରୋଧ କଲେ। ଯେତେବେଳେ ବିରୋଧ କଲେ ତ ଇଂରେଜମାନେ କ'ଣ କଲେ ନା ତାଙ୍କୁ ନବାବ ପଦରୁ ହଟାଇ ଦେଲେ। କାହିଁକିନା ଓରିଜିନାଲ ପାୱାର ବା ଅଶ୍ଳୀ ଶକ୍ତି କାହା ପାଖରେ ଥିଲା ନା ଇଂରେଜମାନଙ୍କ ପାଖରେ ଥିଲା। ତ ସିଏ କ'ଣ କଲେ ନା ତାଙ୍କୁ ନବାବ ପଦରୁ ହଟେଇ ଦେଇ କାହାକୁ ବସେଇଲେ ନା ମୀର କାସିମ, ଯିଏକି ଥିଲେ ତାଙ୍କର କ'ଣ ନା ଜ୍ୱାଇଁ ଥିଲେ। ତାଙ୍କୁ କ'ଣ କଲେ ନା ନବାବ ପଦରେ ବସେଇ ଦେଲେ। ମୀର ଜାଫର ଉପରେ କିଏ ହେଲେ ନା ମୀର କାସିମ ହେଲେ। ମୀର କାସିମ ହେଉଛି ତାଙ୍କର ଜାମାତା ବା ତାଙ୍କ ଜ୍ୱାଇଁ ଥିଲେ। ତାଙ୍କୁ କ'ଣ କରାଗଲା ନା ବଙ୍ଗର ନବାବ କରିଦିଆଗଲା। ତାପରକୁ ଯାହା ମୀର ଜାଫରଙ୍କ ସହିତ ହେଉଥିଲା, 15 ନମ୍ବର କ୍ୱେଶ୍ଚିନ୍ ଦେଖିବା ଯେ ମୀର କାସିମ ନିଜ ରାଜଧାନୀ କେଉଁଠାରୁ କେଉଁଠିକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ଦେଖାଗଲା ଯେ ମୀର କାସିମ ଭାବିଥିଲେ ଯେ ମୁଁ ବି ନବାବ ହେଇଗଲେ ମୁଁ କିଛି କରିବି, ମୋ ପାଖରେ କିଛି ପାୱାର ରହିବ। କିନ୍ତୁ ଯେତେବେଳେ ଯାହା ମୀର ଜାଫରଙ୍କ ସହିତ ହୋଇଥିଲା ସେଇଟା ଏକ୍ଜାକ୍ଟ ମୀର କାସିମଙ୍କ ସହିତ ହେଲା। ଯେ ସବୁବେଳେ ଯେତେବେଳେ ସେତେବେଳେ ବ୍ରିଟିଶ ବାଲା ଆସିଗଲେ, ତାଙ୍କୁ କାମ କରାଇଲେ, ତାଙ୍କ ପାଖରୁ ନିଜର ଫାଇଦା ଯେମିତି ଅକ୍ତିଆର କଲେ। ତ ମୀର କାସିମ ଦେଖିଲେ ଯେ ଯେପର୍ଯ୍ୟନ୍ତ ମୁଁ ବେଙ୍ଗଲରେ ବା ମୁର୍ସିଦାବାଦରେ ବସୁଛି, କ'ଣ ପାଇଁ ନା ରାଜଧାନୀ କରିକି ବସିଛି, ସେ ପର୍ଯ୍ୟନ୍ତ ବ୍ରିଟିଶ ପାଖ ହେଉଛି କଲିକତାରୁ, ଏମାନେ ସବୁ ପଳେଇ ଆସି ମୋ ପାଖକୁ ମୋତେ ସବୁବେଳେ ପାଇଁ ହଇରାଣ କରୁଛନ୍ତି। ସିଏ କ'ଣ କଲା ନିଜର ରାଜଧାନୀକୁ ସ୍ଥାନାନ୍ତରିତ କରିଥିଲେ। କେଉଁଠି ରାଜଧାନୀ ସ୍ଥାନାନ୍ତରିତ କଲେ ନା ମୁର୍ସିଦାବାଦରୁ ମୀର କାସିମ ସ୍ଥାନାନ୍ତରିତ କରିଥିଲେ କେଉଁଠିକି ନା ମୁଙ୍ଗେର, ଯୋଉଟା ଏବେ ବିହାରରେ ଅଛି। ଭାବିଲେ କ'ଣ ନା କଲିକତାରୁ ବା କୋଲକାତାରୁ ଯେତେ ଦୂରକୁ ପଳେଇ ଯିବି ସେତେ ବ୍ରିଟିଶ ବାଲା ମୋ ସହିତ ଆସି ମୋ ରାଜନୀତି ଭିତରେ ବା ଆମ ରାଜ୍ୟ ଭିତରେ ବଙ୍ଗ ଭିତରେ ଆଉ ବେଶୀ ମୁଣ୍ଡ ଖେଳାଇବେ ନାହିଁ। ତ ସିଏ ଭାବିକି ମୀର କାସିମ କ'ଣ କଲେ ନା ମୁର୍ସିଦାବାଦରୁ ମୁଙ୍ଗେରକୁ ତାଙ୍କ ରାଜଧାନୀଟିକୁ ସ୍ଥାନାନ୍ତରିତ କରିଥିଲେ। ଦେଖିବା ଆପର ପ୍ରଶ୍ନ କ'ଣ ହେଲା। 16 ନମ୍ବର ପ୍ରଶ୍ନ, ବକ୍ସାର ଯୁଦ୍ଧ କେବେ ଓ କାହା ମଧ୍ୟରେ ସଂଗଠିତ ହୋଇଥିଲା? ଉତ୍ତର ହେଉଛି କ'ଣ ନା ବକ୍ସାର ଯୁଦ୍ଧ 1764 ମସିହାରେ ଇଂରେଜମାନଙ୍କ ବିରୁଦ୍ଧରେ ବଙ୍ଗର ନବାବ ମୀର କାସିମ, ଅଯୋଧ୍ୟାର ନବାବ ସୁଜାଉଦ୍ଦୌଲା, ମୋଗଲ ସମ୍ରାଟ ଶାହା ଆଲମ ଲଢ଼ିଥିଲେ। ଏତେବେଳକୁ କ'ଣ ହେଇଥିଲା ନା ମୋଗଲର ଯେଉଁ ସମ୍ରାଟ ଥିଲା, ମୋଗଲର ଯେଉଁ ଶକ୍ତି ଥିଲା, ସେ ସବୁ ଧୀରେ ଧୀରେ କ୍ଷୀଣ ହେଇଗଲା। କହିଥିଲା ଆଗ ପୂର୍ବରୁ 1707 ମସିହାରେ ଔରଙ୍ଗଜେବ ମଲା ପରଠାରୁ ମୋଗଲ ସାମ୍ରାଜ୍ୟ ଧୀରେ ଧୀରେ କ'ଣ ହେଉଥିଲା ନା ଶକ୍ତିହୀନ ହେଉଥିଲା। ମୋଗଲ ସାମ୍ରାଜ୍ୟ ଶକ୍ତିହୀନ ହେଉଥିଲା। ମୋଗଲ ସାମ୍ରାଜ୍ୟ କ'ଣ ହେଉଥିଲା ଶକ୍ତିହୀନ ହେଉଥିଲା। ତ ଆସି 1764 ମସିହାରେ କ'ଣ ହେଇଗଲା ନା ଶାହା ଆଲମ ଯେତେବେଳେ ବସିଥିଲେ, ମୋଗଲ ସମ୍ରାଟ ଥିଲେ, ସେତେବେଳେ ଦେଖାଗଲା କ'ଣ ନା ଶାହା ଆଲମଙ୍କ ପାଖରେ ସାଧାରଣତଃ କିଛି ପାୱାର ହିଁ ନଥିଲା, କିନ୍ତୁ ସେ ଖାଲି ଗୋଟେ ନୋମିନାଲ ମୋଗଲ ସମ୍ରାଟ ହେଇକି ବସିଥିଲେ। 1764 ମସିହାରେ କ'ଣ କଲା ନା ଯେତେବେଳେ ମୀର କାସିମ ପଳେଇଗଲେ କେଉଁଠି ମୁର୍ସିଦାବାଦରୁ ମୁଙ୍ଗେର ରାଜଧାନୀ ନେଇଗଲେ, ଅଯୋଧ୍ୟାର ନବାବ ସୁଜାଉଦ୍ଦୌଲା ଥିଲେ, ଇଏ ବି ବ୍ରିଟିଶ ଉପରେ ରାଗିକି ଥିଲେ, ମୋଗଲ ସମ୍ରାଟ ଶାହା ଆଲମ ବି କ'ଣ କରିଥିଲା ବ୍ରିଟିଶଙ୍କ ଉପରେ ରାଗିକି ଥିଲେ। ତିନି ଜଣ ମିଶି ଇଂରେଜ ବିରୁଦ୍ଧରେ ଲଢ଼େଇ କଲେ। ଇଂରେଜ ବିରୁଦ୍ଧରେ ସିନା ଲଢ଼େଇ କଲେ, କିନ୍ତୁ ଏମାନଙ୍କ ପାଖରେ କିଛି ଶକ୍ତି ହିଁ ନଥିଲା।
सैन्य सेमती ट्रेंड नथिले, सैन्य शक्ति भी एते अधिका नथिला। तो कौन देखागला ना 1764 मसीह इंग्रेज मान विरुद्ध जेतले बंगर नवाब मीर कासिम, गोधर नवाब सुजा उडाला और मुगल सम्राट शाह आलम लड़िते एथिरे कौन हबा ना एमाने हारीगले। किए हारीगले ना मीर कासिम तापर सुजा उदाला आउ ओ शाह आलम। शाह आलम हारीगले। किए हारीगले ना बंगर जो नवाब थे से तत्कालीन नवाब थे मीर कासिम, अयोध्या नवाब जो सुजा उदाला और मुगल सम्राट शाह आलम ये युद्धटी होता है युद्ध में हारीगले। तो 17 नंबर क्वेश्चन देखिए बक्सार युद्ध में किए विजयी है? तो विजयी किए है? इंग्रेज मैंने विजयी हेले। बक्सार युद्ध कौन होता ना इंग्रेज मैंने विजयी हेले। हारीगले किए ना सुजा उदाला हारिले एवं मीर कासिम बंगर नवाब, अयोध्या नवाब सुजा उदाला और मुगल सम्राट शाह आलम 3 जन जाक हारीगले। और जीतीगले किए ना इंग्रेज मैंने जीतीगले। देखिए तापर प्रश्न केबे क्लाइव बंगर गवर्नर भार ग्रहण करते? बंगर भार केबे क्लाइव गठन करते? एत जो देखागला जो बक्सार युद्ध बेलू क्लाइव कौन करते ना तांको काम सारी सी पलि जाते कौटी की ना जो चाकरी जीवन में सी कौन करते ना बेंगल थे। बेंगल कौन करते सी लंडन फेरी जाते इंग्लैंड फेरी जाते। कि है कौन ये जो सब थे जो 3 जन जो बक्सार युद्ध में जो सब लड़ुते जो सब ब्रिटिश पटर जो सेनापति मैंने लड़ुते से भितर केही भी भल नेगोशिएटर नथिले। नेगोशिएटर नथिले तो सेमाने थिले कौन ना साधारणतः सेनापति थे लड़वा शिखी। कि नेगोशिएट केमती करा जाए केमती गोटे टेबुल उपर बसिकी विरोधी सहित गोटे शत्रु सहित केमती नेगोशिएट करके भल टर्म एंड कंडीशन रे युद्धटा को सरा जाए गोटे संधि करा जाए सेगुड़ा सब किए शिखि नथिले ना ब्रिटिश जे सब थे जो सब सेनापति मैंने सब लड़ी थे बक्सार वार रे बक्सार युद्ध में से शिखि नथिले। किंतु सेमाने जानिथिले जे गोटिए लोक भल नेगोशिएटर थिला। गोटिए लोक भल नेगोशिएटर थिला। सी किए ना क्लाइव। क्लाइव तेणु सी कौन कला ना क्लाइव को डकागला। कौटू डकागला ना इंग्लैंड थिला इंग्लैंड रू डकागला जे बेंगल आस जे आमे क्या घरे देचु ना मीर कासिम बंगर नवाब से नवाब मीर कासिम अयोध्या नवाब सुजा उदाला मुगल सम्राट शाह आलम को हरे देचु आपण आसतु सहित कौन करेंगे ना नेगोशिएट करके गोटे संधि करेंगे। तो कौन कराला ये चिठीटा बेंगल रू गला कौटी ना इंग्लैंड गला इंग्लैंड रे क्लाइव को पाखे पहुँचला। क्लाइव से चिठी की धरिकी आसिले कौटी ना पुणी बेंगल को फेरिले। तो युद्धटा केबे होता ना 1764 मसीह युद्धटी होता कौटा बक्सार वार। कि संधि है संधिटा केबे होता ना 1765 मसीह होता। देखा आग को कौन है ना ये समय जो से आसला संधि संधि ठीक कर सारा क्लाइव की कौन कराला ना बंगर गवर्नर भारटा दिगला जे तुम्हें बंगर गवर्नर भार संभाल। आम जो जी जन सेनापति हरते एमाने कि गवर्नर योग्य नथिले गवर्नर होगी संभाली भी पार न बेंगल को। तेणु कौन कराला ना क्लाइव को कौन कराला ना बंगर गवर्नर भार दिगला। केबे सी होते ना 1765 मसीह 1764 डकागला 1765 आसी पहुँचला किए क्लाइव आसी पहुँचला बेंगल बंगर आसी पहुँचला और गवर्नर भार दिगला। तापर क्वेश्चन देखिए बक्सार युद्ध पर क्लाइव और सुजा उदाला मध्य होता चुक्ति केबे स्वाक्षर होता यार फलाफल कौन होता देखिए केबे स्वाक्षर होता फलाफल कौन था। उत्तर हूँ युद्ध पर क्लाइव सुजा उदाला मध्य होता चुक्ति 1765 मसीह स्वाक्षर होता। यहाँ फल सुजा उदाला कारा और आलाहाबाद
इंग्रेज मानक प्रदान करथिले ओ युद्ध क्षतिपूरण बाबद 50 लाख टंका निजर खर्चरे इंग्रेज सैन्य मानक निज राज्य रे रखिथिले। कोन हला ना जो हम कहला पूर्व जो मान सेनापति थे से भल नेगोसीएटर नथिले बा नेगोसीएट भल भाव करि नथिले बा संधि कला बेले से माने भल भाव जाऊ कहते जो एडमिनिस्ट्रेटर बा कहते बा जे डिप्लोमेट इटा भल से माने नथिले किए जे सब सेनापति थिले किंतु क्लाइव बहुत बढ़िया से बढ़िया नेगोसीएटर थिले बा डिप्लोमेट थिले सी कौन कले ना केमती कौन सुजा उदाला जी कि फ्यूचर रे केबे भी तांको राज्य पाखरे अछि ना बंग केबे भी अटैक करि परिबे तेणु क्लाइव कौन कले ना तांको इंटरनली वीक करले बा भीतर आडू दुर्बल करैयाको चाहिले केमती कौन भीतर आडू दुर्बल करले से जो चुक्ति रे स्वाक्षर हेतरा फले कौन कले ना कारा आउ इलाहाबाद जोटा भारी इंपोर्टेंट था अवध रिजन बा अयोध्या रिजन ताकू कौन कराला इंग्रेज माने नहीं आसिले प्रथम युद्ध क्षतिपूरण भाव में 50 लाख टका नहीं आसिले क्या पाखु ना अयोध्यार राजा पाखु अयोध्यार नवाब पाखु नहीं आसिले तापर कौन कराला ना निजर खर्चरे इंग्रेज सैन्य को निज राज्य रखते आर अर्थ हूँ कारा आउ इलाहाबाद जोटा भारी इंपोर्टेंट था अयोध्या सेटा नहीं आसिले इंग्रेज माने निज को आ युद्ध क्षतिपूरण बाबद 50 लाख टका तो कौन हम ना गोटे बहुत बड़ लमसम अमाउंट गोटे बहुत बड़ अमाउंट पड़गला क्या ना अयोध्या अयोध्या पड़ जा 50 लाख टका देला बेलू निजर आर्थिक अवस्था एत भी सुदृढ़ न 50 लाख टका दे सारापर आउ थे ब्रिटिश सहित इंग्रेज सहित लड़ब इंग्रेज सहित लड़ब आपर कौन कराला ना जदि भी केबे अयोध्या जे नवाब रोच लड़ाई चेष्टा करुँच कौन हम ना निज खर्च जो तुम इंग्रेज सैन्य मान राज्य में रखिच खर्च तुमर हम कहार ना अयोध्यार खर्च हम टंका खर्च जीव सैन्य मान दरमा दिहब सैन्य मान खावा पीवा दिहब सैन्य मान रहा दिज्व कि कम करेंगे इंग्रेज मान ये गोटे बढ़िया मास्टर स्ट्रोक था जहाँफल अयोध्या के ऊपर को उठी पारा ना के ब्रिटिश एगेन्स्ट लड़ाई और साहस जुटे पारा ना तापर क्वेश्चन देखिए 20 नंबर क्वेश्चन क्लाइव और शाह आलम मध्य होता चुक्तिर फलाफल कौन होता क्लाइव कौन कले ना दी जन सहित चुक्ति कले जड़े है सुजा उदाला ओ क्या सहित ना शाह आलम सहित चुक्ति करले किंतु क्या सहित ना मीर कासिम सहित मीर कासिम सहित कौन सी चुक्ति हुई नथिला कौन सी चुक्ति हुई नथिला मीर कासिम सहित चुक्ति हुई नथिला डायरेक्ट बंगर नवाब पदर बहिष्कार करागला एवं कहुए जे मीर कासिम कौन करते ना देखागला जे मीर कासिम बंगर जो रास्ता गली कंदी भिक मागु मागु सी भी मरीगले तो देखा से भिक मागुले कौन करा प्रथम आंक सहित सुजा उदेला सहित चुक्ति करागला कारा और इलाहाबाद नहीं गले एवं 50 लाख टका वार इंडेमनिटी युद्ध क्षतिपूरण पड़ला तापर कौन है ना इंग्रेज सैन्य को अयोध्या भितर रे जो मैंने इंग्रेज कम करेंगे खर्च उठेब कि किए अयोध्या सेकेंड क्या सहित चुक्ति है शाह आलम से जी मुगल सम्राट थे मुगल सम्राट सहित चुक्ति है बंग बिहार और उड़ीसा देवानी अधिकार इंग्रेज मान को मिलला कौन है बंग बिहार उड़ीसा सी जो एरियाटा भारी प्रोस्परस एरियाटा था भारी धनशाली जगह था जो बहुत ये हुए एवं जोटा अच्छी गंगा जो डेल्टा जोटा गंगा नदी कूल डेल्टा जोटा महानदी डेल्टा ये सब जो जगह गुड़ा भारी बहुत भल फसल हुए ये जगह गुड़ार जो देवानी देवानी कहले कौन ना टैक्स कलेक्शन दायित्व टैक्स कलेक्शन दायित्व पड़ला क्या ब्रिटिश की दिगला टैक्स ब्रिटिश माने कौन कले ना वसूल करवा स्टार्ट करदे बंग बिहार उड़ीसा क्या पाखु नहीं आसिले सेटा शाह आलम पाखु जो चुक्ति है फल कौन है ना बंग बिहार उड़ीसा देवानी अधिकार क्या मिलगला इंग्रेज मान मिलगला इंग्रेज मान लारे लार हो गले इंग्रेज मान धनी हो गले
बंग बिहार ओडिशार देवानी अधिकार मिलगला एवं से बहुत टैक्स कलेक्शन कले आ सेई टैक्स पैसा को कौन करागला कले ना तांको जिनस किणवारे व्यवहार कले जोटा आम द्वितीय अध्याय पढ़ा देखिए केमती कौन से ये जो टैक्स कलेक्शन देवानी अधिकार केमती कौन फायदा उठेले तापर देखिए 21 नंबर प्रश्न क्यों मसीह दैत्य शासन प्रत्याहार होता दैत्य शासन कौन दैत्य शासन इंग्रजी कह डुअल गवर्नेंस डुअल गवर्नेंस कौन ना डुअल गवर्नेंस होची कौन होची ना बंगर नवाब जड़े रहिला बंगर नवाब ଆଉ इंग्लिश बा इंग्रेज रहिले एमानक भितर कौन करा ना बंगर काम जो बंगर जहाँ सब हो सब सरकारी काम अच्छे ताको बंटा गला बंगंग नवाब भाग्य कोटा पड़ा पब्लिक ग्रीवेंस जो कहते पब्लिक ग्रीवेंस सर्ट रे कहूँ पब्लिक ग्रीवेंस माने कौन होची ना लोक मान सहित लोक संपर्क बा लोकों दुख दुर्दशा बुझे लोकों संपर्क लोकों दुख दुर्दशा जहाँ अच्छी ताकू सब बुझे कि बंगर नवाब किंतु टैक्स कलेक्शन क्या पाखे रहा ना रहा टैक्स कलेक्शन टा रहा टैक्स कलेक्शन टा रहा इंग्रेज मान पाखे इंग्रेज टैक्स कलेक्शन तो कौन है ना इंग्रेज माने कौन करेंगे इंग्रेज माने कौन करेंगे ना इंग्रेज माने टैक्स कलेक्शन करेंगे टंका कर आदाय करेंगे किंतु खर्च माने जो लोक देखा पड़ो लोक हितकर काम करा पड़ो ताको किए करेंगे ना बंगर नवाब करेंगे तो टैक्स कलेक्शन तो इंग्रेज कले बहुत कम पैसा रखागला जे बंगर नवाब को दिज्व जे सी पैसा रे लोकों हितकर काम कर बंगर नवाब पाखे किसी पैसा ही नाला इंग्रेज मैंने सब पैसा रखी दौले तेणु कौन करागला ना बंगर नवाब को शक्ति धीरे धीरे क्षीण होकर आसला से एमती परिस्थिति आसला जे बंगर नवाब निजपाई सैन्य रखापी भी पैसा नाला देखा कौन है ना ये जो दैत्य शासन टी था दैत्य शासन टा कौन है 1771 मसीह कौन होगा ना प्रत्याहार कर गला 1771 मसीह कौन है जो दैत्य शासन टा प्रत्याहार करगला तापर क्वेश्चन देखिए 22 नंबर क्यों युद्ध पर इंग्रेज मान क्षमता वृद्धि पाइला कौ युद्ध पर पढ़ देखिले पलासी युद्ध 1756 और बक्सार युद्ध यहाँ 1756 पलासी यहाँ 1764 बक्सार युद्ध ये दुईटा युद्ध पर देखागला इंग्रेज मान क्षमता वृद्धि पाई भारत वर्ष में 1764 1765 मसीहा पर देखागला भारतर गोटे बहुत बड़ एरिया उपर शासन कर किए ना ब्रिटिश बा इंग्रेज माने शासन कर जगह ना बंग बिहार और ओडिशा गोटे बहुत बड़ एरिया बंग कहले वर्तमान बांग्लादेश भी मिशुची बांग्लादेश को मिसेकी बंग थिला एते बड़ गोटे एरिया उपर शासन किए कर ब्रिटिश शासन कर ब्रिटिश बा इंग्रेज माने शासन कर तो कौन है ना ये जो युद्धटी है पलासी और बक्सार ये युद्ध पर कौन देखागला ना इंग्रेज मानकर भारत भितर क्षमता बहुत वृद्धि पाई देखिए 23 नंबर प्रश्न प्रथम मैसूर युद्ध समर केबे एवं कहा कहा मध्य होता प्रथम मैसूर युद्ध क्या क्या भितर होता ना प्रथम मैसूर युद्ध 1767 मसीह आरंभ होता 1769 मसीह शेष होता है युद्ध में हैदर अली सहित ब्रिटिश मराठा और निजाम एकत्र ही लड़ते पूर्व गोटे छोट सा स्टोरीटा कहीदे मैसूर समर कौन केमती होता
ନା ମହୀଶୂର ସମର ପୂର୍ବରୁ ମହୀଶୂରରେ ପ୍ରଥମେ ଓଡେୟାର ଡାଇନେସି ଓଡେୟାର ରାଜବଂଶ ଓଡେୟାର ରାଜବଂଶ ଶାସନ କରୁଥିଲେ ୟାଙ୍କ ପାଖରୁ ହାଇଦର ଅଲି କଣ କରିଥିଲେ ନା ପାୱାର ନେଇ ଆସି ମହୀଶୂରର ଶାସକ ହେଇକି ରହିଥିଲେ। ତ କଣ ହେଲା ନା ମହୀଶୂରରେ କଣ ହେଲା ନା ଧୀରେ ଧୀରେ ଦେଖାଗଲା ଯେ ହାଇଦର ଅଲିଙ୍କର ପାୱାର ବହୁତ ବଢି ଯାଉଛି। ଆଉ ହାଇଦର ଅଲି ସିଏ ଯୋଉ ଏରିଆଟା ବା ସାଉଥ ଇଣ୍ଡିଆରେ ବା ସଦର୍ନ ପାର୍ଟ ଅଫ ଇଣ୍ଡିଆ ବା ଦକ୍ଷିଣ ଭାରତରେ ତାଙ୍କର ଶକ୍ତି ମହୀଶୂରର ଶକ୍ତି ଧୀରେ 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 ବଢିବାକୁ ଲାଗିଲା। ତ ସିଏ କଣ କଲେ ନା ବ୍ରିଟିଶ ମାନଙ୍କୁ ମଧ୍ୟ ଏଇଟା ଖଟକିଲା ବା ବ୍ରିଟିଶ ମାନଙ୍କୁ ଏଇଟା ଭଲ ଲାଗିଲାନି, ମରାଠା ଆଉ ନିଜାମକୁ ମଧ୍ୟ ଭଲ ଲାଗିଲାନି। ତେଣୁ କଣ କରିଦେଲେ ନା ବ୍ରିଟିଶ, ମରାଠା ଆଉ ନିଜାମ 3 ଜଣ ମିଶିକି କଣ କରିଥିଲେ ନା ହାଇଦର ଅଲିଙ୍କ ବିରୁଦ୍ଧରେ ଲଢିଥିଲେ। ଏଇ ଯୁଦ୍ଧର ନାଁ କଣ ନା ପ୍ରଥମ ମହୀଶୂର ସମର। ଆଉ ଏଇଟା ଆରମ୍ଭ ହୋଇଥିଲା 1767 ମସିହାରେ ଏବଂ 2 ବର୍ଷ କାଳ ଚାଲି 1769 ମସିହାରେ ଶେଷ ହେଇଯାଇଥିଲା। 24 ନମ୍ବର କ୍ୱେଶ୍ଚିନ୍ ଦେଖିବା, କେବେ ହାଇଦର ଅଲି ମହୀଶୂରର ଶାସକ ହେଇଥିଲେ? କେବେ ମହୀଶୂରର ଶାସକ ହେଇଥିଲେ ନା ହାଇଦର ଅଲି 1761 ମସିହାରେ ମହୀଶୂରର ଶାସକ ହେଇଥିଲେ। କାହାକୁ ଦୂର କରିଦେଇଥିଲେ ନା ଓଡେୟାର ରାଜବଂଶକୁ ହଟେଇକି ହାଇଦର ଅଲି କଣ ହେଇଥିଲେ ନା ଶାସକ ହେଇଥିଲେ। କୋଉଠିକାର ନା ମହୀଶୂରର ଶାସକ ହେଇଥିଲେ। କେବେ ହେଇଥିଲେ ନା 1761 ମସିହାରେ ମହୀଶୂରର ଶାସକ ହେଇଥିଲେ। 25 ନମ୍ବର କ୍ୱେଶ୍ଚିନ୍ ଦେଖିବା, ପ୍ରଥମ ମହୀଶୂର ସମର ପରେ କେବେ ଇଂରେଜ ବାଧ୍ୟ ହୋଇ ହାଇଦର ଅଲିଙ୍କ ସହିତ ସନ୍ଧି କଲେ ଏବଂ ଏହାର ସର୍ତ୍ତ କଣ ଥିଲା? ପ୍ରଥମ ମହୀଶୂର ୱାରରେ ଦେଖାଗଲା ଯେ କଣ ହେଇଛି ନା ବ୍ରିଟିଶ, ନିଜାମ ଆଉ ମରାଠାଙ୍କୁ ଏକା ସାଙ୍ଗରେ କିଏ ଗଲେ ନା ହାଇଦର ଅଲି ହରେଇଦେଲେ। ହାଇଦର ଅଲି କଣ କରିଗଲେ ନା ହରେଇଦେଲେ କାହାକୁ? ବ୍ରିଟିଶ ବା ଇଂରେଜ, ମରାଠା ଓ ନିଜାମ କହିଲେ ହାଇଦ୍ରାବାଦରେ ଶାସକ ଥିଲେ ନିଜାମ, ତାଙ୍କୁ ହରେଇଦେଲେ। କିଏ ହରେଇଦେଲେ ନା ଆମର ଯିଏ ରାଜା ଥିଲେ ବା ଯୋଉ ଶାସକ ଥିଲେ କୋଉଠିକାର ନା ମହୀଶୂରର ହାଇଦର ଅଲି ହରେଇଦେଲେ। କାହାକୁ ନା ଏଇ 3 ଜଣଙ୍କୁ ହରେଇଦେଲା। 3 ଜଣଙ୍କୁ ହରେଇ ସାରିଲା ପରେ ଏମାନେ କଣ କଲେ ନା ହାଇଦର ଅଲି ଇଂରେଜ ମାନଙ୍କ ସହିତ ଗୋଟେ ଚୁକ୍ତି କଲେ ବା ଗୋଟେ ସନ୍ଧି କଲେ କଣ ନା 1769 ମସିହାରେ ଏହାର ସର୍ତ୍ତ ଥିଲା କଣ? 1769 ମସିହାରେ ଯୁଦ୍ଧଟା କଣ ଚୁକ୍ତି ହେଲା। ଏ ସର୍ତ୍ତ ଥିଲା ଉଭୟଙ୍କ ଯୁଦ୍ଧ ସମୟରେ ସାହାଯ୍ୟ କରିବେ। କଣ ନା ବ୍ରିଟିଶ ଦେଖିଲେ ଯେ ଆଗକୁ ଆମ ପାଇଁ ଅସୁବିଧା, ବ୍ରିଟିଶ ପାଇଁ ଅସୁବିଧା ହେଉଛି କିଏ ନା ମରାଠା ହଉଛନ୍ତି ଅସୁବିଧା। ସେଥିପାଇଁ କଣ କଲେ ନା ସିଏ କଣ କଲେ ନା ହାଇଦର ଅଲିକି ସାଙ୍ଗରେ ନେଇଗଲେ। ହାଇଦର ଅଲିଙ୍କୁ ସାଙ୍ଗରେ ନେଇଗଲେ ବା ସନ୍ଧି କରିଦେଲେ ତାଙ୍କ ସହିତ। କଣ ନା ଯୁଦ୍ଧ ସମୟରେ କଣ ହବ ନା ଏଇଟା ମନେକର ହେଲା ମହୀଶୂର, ଏଇଟା ହେଲା ଇଂଲିଶ ବା ବ୍ରିଟିଶ, ଆକୁ ENG ଲେଖୁଛି। ଯଦି କେବେ କେହି ବି ବାହ୍ୟ ଶତ୍ରୁ ବ୍ରିଟିଶଙ୍କ ଉପରେ ଆଟାକ କରୁଛନ୍ତି ତାହେଲେ କଣ ହବ ନା ମହୀଶୂର ବା ହାଇଦର ଅଲି ସିଏ କଣ କରିବେ ନା ସପୋର୍ଟ କରିବେ ବା ସାହାଯ୍ୟ କରିବେ। କାହାକୁ ବ୍ରିଟିଶ ସାହାଯ୍ୟ କରିବେ। କଣ ପାଇଁ? ଯୁଦ୍ଧ ସମୟରେ ଯଦି ଅସୁବିଧା ପଡ଼ିଲା। ସେଇଭଳିଆ ଇଂରେଜ ମାନେ ବି ଯଦି କେବେ କିଏ ମହୀଶୂର ଉପରେ ଆକ୍ରମଣ କଲା ସାହାଯ୍ୟ କରିବେ କିଏ ନା ଇଂରେଜ ବାଲା ଆସିବେ ସାହାଯ୍ୟ କରିବେ। ଇଂରେଜ ବାଲା ଏଇ ଯୋଉ ସର୍ତ୍ତଟି କରିଥିଲେ ଏଇଟା ତାଙ୍କ ଫାଇଦା ପାଇଁ କରିଥିଲେ। କିନ୍ତୁ ଦେଖାଗଲା ଯେ ହାଇଦର ଅଲି କିନ୍ତୁ
ପ୍ରଥମେ ଯୁଦ୍ଧ କରିଦେଲେ ମରାଠା ମାନଙ୍କ ସହିତ ଏବଂ ତାଙ୍କୁ ଡାକିଦେଲେ। ହାଇଦର ଅଲି ପ୍ରଥମେ ଯୁଦ୍ଧ କରି ଇଂରେଜଙ୍କୁ ଡାକିଲେ ସାହାଯ୍ୟ ପାଇଁ, ଇଂରେଜଙ୍କୁ ସାହାଯ୍ୟ ମାଗିଲେ। ଇଂରେଜ ବାଲା ଦେଖିଲେ ଯେ ଏଥିରେ ଆମର କିଛି ଫାଇଦା ନାହିଁ, ତେଣୁ ଇଂରେଜ ମାନେ କଣ କଲେ ନା ଆକୁ ସାହାଯ୍ୟ, ସେତେବେଳେ ହାଇଦର ଅଲିଙ୍କୁ ସାହାଯ୍ୟ କଲେ ନାହିଁ, କିନ୍ତୁ ସର୍ତ୍ତ ଥିଲା ଯେ ଉଭୟଙ୍କୁ ସାହାଯ୍ୟ କରିବେ, କିନ୍ତୁ ଇଂରେଜ ମାନେ ସାହାଯ୍ୟ କଲେ ନାହିଁ। ତେଣୁ କଣ ହେଲା, 26 ନମ୍ବର କ୍ୱେଶ୍ଚିନ୍ ଦେଖିବା ଯେ ଦ୍ୱିତୀୟ ମହୀଶୂର, ତେଣୁ କଣ ହେଲା ନା ବ୍ରିଟିଶ ବାଲାଙ୍କ ଏଗେନଷ୍ଟରେ ବା ବ୍ରିଟିଶ ବାଲାଙ୍କ ବିରୋଧରେ କଣ ହେଲା ନା ନିଜାମ ଯୋଉ ଆମ ହାଇଦର ଅଲି କଣ କଲେ ନା ତାଙ୍କୁ ବିରୋଧ କରିବା ପାଇଁ ତାଙ୍କ ଉପରେ ଡାକିଥିଲେ। ଏହା ହିଁ ମୁଖ୍ୟ କାରଣ ହେଇଯାଇଥିଲା ଯେ ଦ୍ୱିତୀୟ ମହୀଶୂର ୱାର ହବାର ବା ଦ୍ୱିତୀୟ ମହୀଶୂର ଯୁଦ୍ଧ ହବାର। ଦ୍ୱିତୀୟ ମହୀଶୂର ଯୁଦ୍ଧ ସମର କେବେ ହେଇଥିଲା ଆଉ କାହିଁକି ହେଇଥିଲା? ଉତ୍ତର ହଉଛି କଣ ନା ଦ୍ୱିତୀୟ ମହୀଶୂର ସମର 1780 ରୁ 1784 ମଧ୍ୟରେ ହୋଇଥିଲା। ଏହାର ମୁଖ୍ୟ କାରଣ ଥିଲା ଇଂରେଜ ମାନେ ପ୍ରଥମ ମହୀଶୂର ସମର ସମୟରେ ଦେଇଥିବା ସର୍ତ୍ତକୁ ନ ମାନିବାରୁ ଦ୍ୱିତୀୟ ମହୀଶୂର ସମର ହେଇଥିଲା। ଦେଖିବା ତା ପୂର୍ବରୁ ଆସିବା କ୍ୱେଶ୍ଚିନ୍ 27 ନମ୍ବର କ୍ୱେଶ୍ଚିନ୍, ହାଇଦର ଅଲି କର୍ଣ୍ଣାଟକ ହେଇଯାଇଛି, ଏଇଟା କର୍ଣ୍ଣାଟକ ହବା ବା ଆର୍କଟ, ଏଇଟା ହଉଛି ଆର୍କଟ ବା କର୍ଣ୍ଣାଟକ ଆକ୍ରମଣ ସମୟରେ କିଏ ତାଙ୍କୁ ପ୍ରତିରୋଧ କରିଥିଲେ ଓ କିଏ ପ୍ରତିରୋଧ କରିଥିବା ବ୍ୟକ୍ତିଙ୍କୁ ପରାସ୍ତ କରିଥିଲେ? ଦେଖିବା ପ୍ରଶ୍ନ। ଉତ୍ତର, ଇଂଲଣ୍ଡର କର୍ଣ୍ଣେଲ ବେରିଂ ହାଇଦର ଅଲିଙ୍କୁ ପ୍ରତିରୋଧ କରିଥିଲେ। କର୍ଣ୍ଣାଟକକୁ ଯେତେବେଳେ ଆକ୍ରମଣ କରିବାକୁ ଗଲେ କିଏ? ହାଇଦର ଅଲି। ସେତେବେଳେ କଣ କରିଥିଲେ ନା ଇଂଲଣ୍ଡର ଯୋଉ କର୍ଣ୍ଣେଲ ଥିଲେ ବେରିଂ, ସିଏ କଣ କରିଥିଲେ ନା ତାଙ୍କୁ ହାଇଦର ଅଲିଙ୍କୁ ପ୍ରତିରୋଧ କରିଥିଲେ, ହାଇଦର ଅଲିଙ୍କ ସହିତ ଲଢିବାକୁ ଆସିଥିଲେ। କର୍ଣ୍ଣେଲ ବେରିଂଙ୍କୁ କିଏ ହରାଇଥିଲେ ନା ହାଇଦର ଅଲିଙ୍କ ପୁଅ ଟିପୁ ସୁଲତାନ ପରାସ୍ତ କରିଦେଲେ। କାହାକୁ? ଇଂଲଣ୍ଡର କର୍ଣ୍ଣେଲ ବେରିଂଙ୍କୁ। ତାପରେ କ୍ୱେଶ୍ଚିନ୍ ଦେଖିବା, କେବେ ହାଇଦର ଅଲିଙ୍କ ମୃତ୍ୟୁ ହୋଇଥିଲା? ଉତ୍ତର ହେଉଛି କଣ, 1782 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। କୁହାଯାଏ ଯେ ତାଙ୍କ ମୃତ୍ୟୁ କ୍ୟାନ୍ସର ପାଇଁ ହୋଇଥିଲା ବୋଲି, କିନ୍ତୁ ଆମେ ଠିକରେ କହିପାରିବାନି କଣ ହେଇଥିଲା, କିନ୍ତୁ କୁହାଯାଏ ଯେ ତାଙ୍କୁ ସେ କ୍ୟାନ୍ସରରେ ମରିଯାଇଥିଲେ ବୋଲି ସେତେବେଳେ ହାଇଦର ଅଲି। ତାପରେ କ୍ୱେଶ୍ଚିନ୍ ଦେଖିବା 29 ନମ୍ବର କ୍ୱେଶ୍ଚିନ୍, ତୃତୀୟ ମହୀଶୂର ଯୁଦ୍ଧ କେବେ ଓ କାହା ମଧ୍ୟରେ ଓ କାହିଁକି ହୋଇଥିଲା? ଦେଖିବା ଆନ୍ସର, ତୃତୀୟ ମହୀଶୂର ଯୁଦ୍ଧ 1790 ଖ୍ରୀଷ୍ଟାବ୍ଦରେ ହୋଇଥିଲା ଓ ଏହାର କାରଣ ଥିଲା ଟିପୁ ସୁଲତାନ ଇଂରେଜମାନଙ୍କ ମିତ୍ର ରାଷ୍ଟ୍ର ବା ମିତ୍ର ରାଜ୍ୟ ତ୍ରିବାଙ୍ଗଦମକୁ ଆକ୍ରମଣ କରିବାରୁ ଇଂରେଜ ମରହଟା ଓ ନିଜାମ ମେଣ୍ଟା କରି ଟିପୁ ସୁଲତାନଙ୍କୁ ସହିତ ଯୁଦ୍ଧ କରିଥିଲେ। ତ୍ରିବେନ୍ଦ୍ରମ କୋଉଠି ନା ତ୍ରିବାଙ୍ଗୁଡ଼ ଯୋଉଟା କହୁଛ, ତ୍ରିବେନ୍ଦ୍ରମ କୋଉଠି ବା ସେଟା ଏବେ କେରଳରେ ଅଛି। କଣ କରିଥିଲେ ନା ତ୍ରିବାଙ୍ଗୁଡ଼କୁ ଆକ୍ରମଣ କରିଥିଲେ କିଏ? ଟିପୁ ସୁଲତାନ। ଏଇ ସମୟରେ କଣ କରିଥିଲା ନା ଇଂରେଜ ମରାଠା ଓ ନିଜାମ ପୂର୍ବ ଭଳିଆ ମେଣ୍ଟ କରିକି କଣ କରିଥିଲେ ଟିପୁ ସୁଲତାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଥିଲେ। এই ଯୁଦ୍ଧରେ କଣ ହେଲା ନା ଏହି ଯୁଦ୍ଧରେ ଟିପୁ ସୁଲତାନ ପରାସ୍ତ ହୋଇଥିଲେ। ଦେଖିବା ତାପରେ କଣ ହେଲା ନା ତାପରେ ପଚରା ହେଲା ଯେ ଶ୍ରୀରଙ୍ଗପଟ୍ଟନମ ସନ୍ଧି କଣ? ଶ୍ରୀରଙ୍ଗପଟ୍ଟନମ ସନ୍ଧି କଣ ନା ତୃତୀୟ ମହୀଶୂର ଯୁଦ୍ଧର ପରେ ଯେତେବେଳେ ଲର୍ଡ କର୍ଣ୍ଣୱାଲିସ ଟିପୁ ସୁଲତାନଙ୍କ ରାଜଧାନୀ ଶ୍ରୀରଙ୍ଗପଟ୍ଟନମ ଅଧିକାର କରିଥିଲେ, ଟିପୁ ବାଧ୍ୟ ହୋଇ ଇଂରେଜମାନଙ୍କ ସହିତ ସନ୍ଧି କଲେ। ଏହି ସନ୍ଧିର ନାମ ହେଉଛି ଶ୍ରୀରଙ୍ଗପଟ୍ଟନମ ସନ୍ଧି ଓ ସନ୍ଧିର ସର୍ତ୍ତ ଅନୁଯାୟୀ ଟିପୁ ନିଜର ଅର୍ଦ୍ଧେକ ଅଂଶ ଇଂରେଜ ମରାଠା ଓ ନିଜାମକୁ ଛାଡ଼ିଦେଲେ। এই ସମୟରେ କଣ ହେଲା ନା ଯେତେବେଳେ ଯୁଦ୍ଧ ତୃତୀୟ ମହୀଶୂର ୱାରରେ ଟିପୁ ସୁଲତାନ ପରାସ୍ତ ହେଇଗଲେ। ଟିପୁ ସୁଲତାନ ପରାସ୍ତ ହେଇଗଲା ପରେ କଣ କଲା ନା ଏମାନେ ବ୍ରିଟିଶ ବାଲା ଶିଖିଗଲେ କାହା ପାଖରୁ ନା ଆମର ଯେ ଥିଲେ କ୍ଲାଇଭଙ୍କ ପାଖରୁ ଶିଖିଗଲେ ଯେ କେମିତି କଣ ଗୋଟେ ଯୁଦ୍ଧ ପରେ କେମିତି କଣ ଡିପ୍ଲୋମାସି କରାଯାଏ, ଯେ ଆମ ଶତ୍ରୁକୁ କେମିତି କଣ ଦୁର୍ବଳ କରାଯାଏ, ଏଇଟା ସେମାନେ ଶିଖିଗଲେ।
ସେମାନେ କ'ଣ କଲେ ନା ଟିପୁ ସୁଲତାନଙ୍କ ଏଗେନଷ୍ଟରେ ପ୍ରଥମ ପ୍ରୟୋଗ କରାଗଲା ଯେ କେମିତି କ'ଣ ତାଙ୍କୁ ହରାଇବା। ତ କ'ଣ କରାଗଲା ତାଙ୍କ ଉପରେ ସର୍ତ୍ତ ଲଗାଗଲା। ତାଙ୍କ ରାଜ୍ୟଟା ବହୁତ ବଡ଼ ଥିଲା, ମହୀଶୂର ବହୁତ ଜାଗା ଜିତିଥିଲେ ହାଇଦର ଅଲି ଟିପୁ ସୁଲତାନ। ସେ ଜାଗା ଗୁଡ଼ାକୁ କ'ଣ କରାଗଲା ନା ଇଂରେଜ ମରାଠା ଆଉ ନିଜାମ କ'ଣ କଲେ ନା ବାଣ୍ଟି ନେଇଗଲେ, ବାଣ୍ଟି ନେଇଗଲେ କାହାଠାରୁ ଟିପୁ ସୁଲତାନଙ୍କ ଠାରୁ ବାଣ୍ଟି ନେଇଗଲେ। ଆଉ ତାପରେ କ'ଣ କରାଗଲା ନା ତାଙ୍କ ଉପରେ ଯୁଦ୍ଧ ଖର୍ଚ୍ଚ ଲଦି ଦିଆଗଲା କାହା ଉପରେ ନା ଟିପୁଙ୍କ ଉପରେ ଯୁଦ୍ଧ ଖର୍ଚ୍ଚ ଲଦି ଦିଆଗଲା। ଟିପୁଙ୍କର ଯେତେବେଳେ ବହୁତ ବଡ଼ ୱାର ଇଣ୍ଡେମନିଟି ବା ଯୁଦ୍ଧ ଖର୍ଚ୍ଚ ଯୁଦ୍ଧ ପାଇଁ ଭରଣା ପୋଷଣ କରିବା ପାଇଁ ଦିଆଗଲା। ଟିପୁ ସହ ସାଙ୍ଗେ ସାଙ୍ଗେ ଯୁଦ୍ଧ କରିକି ଆସିଥିଲେ, ତ ଟିପୁଙ୍କ ପାଖରେ ଏତେ ପଇସା ନଥିଲା, ତ ସେଥିପାଇଁ କ'ଣ କରାଗଲା ସେ କିଛି ସମୟ ନେଇଥିଲେ। କିଏ ନା ଟିପୁ ସୁଲତାନ ନେଇଥିଲେ, କିଛି ସମୟ ନେଇଥିଲେ। ଇଂରେଜ ମାନେ କ'ଣ କଲେ, ଇଂରେଜ ବା କର୍ଣ୍ଣୱାଲିସ ତାଙ୍କର ଯେ ଗଭର୍ଣ୍ଣର ଥିଲେ, ଗଭର୍ଣ୍ଣର ଜେନେରାଲ ଇଂରେଜ କର୍ଣ୍ଣୱାଲିସ କ'ଣ କରୁଥିଲେ ନା ଟିପୁଙ୍କର ଯୋଉ ପୁଅ 2 ଜଣ ଥିଲେ, ଟିପୁଙ୍କ ପୁଅଙ୍କୁ ବନ୍ଧା ରଖିଥିଲେ ଯେ ତମେ ଯୋଉ ଦିନ ପଇସା ଦବ ତମ ପୁଅକୁ ଛାଡ଼ିବ। ଏଇଟା ଟିପୁଙ୍କୁ ଭାରି ବାଧିଥିଲା ଯେ କ'ଣ ଏମାନେ ବ୍ରିଟିଶ ବାଲା ଏତେ ଖରାପ ଯେ ଗୋଟେ ଛୋଟ ଛୋଟ ପିଲା ଯେଉଁମାନେ 18 ବର୍ଷ ହେଇନାହିଁ, ଭାରି ଛୋଟ ଛୋଟ ପିଲା, ସେମାନଙ୍କୁ ମଧ୍ୟ ବନ୍ଧକ ରଖୁଛନ୍ତି ପଇସା ପାଇଁ। ତ ଟିପୁ ଯେତିକି ପରିମାଣରେ ପଇସା ଦେଇପାରିଲେ ଦେଲେ, ଏବଂ ଯାହା ନ ଦେଇପାରିଲେ ତା ପ୍ରତିବାଦରେ କ'ଣ କରାଗଲା, ତମେ ଯଦି ପଇସା ନ ଦେଇପାରିବ ତାହେଲେ ତମ ରାଜ୍ୟର ଅଧା ଏମାନେ କ'ଣ କଲେ ନା ଇଂରେଜ ମରାଠା ନିଜାମ ପରସ୍ପର ବାଣ୍ଟି ନେଇଗଲେ। ହେଲା, ଦେଖିବା ତାପରେ ପ୍ରଶ୍ନ, ଚତୁର୍ଥ ମହୀଶୂର ଯୁଦ୍ଧ କେବେ ହୋଇଥିଲା, ଏହାର ଫଳାଫଳ କ'ଣ ହୋଇଥିଲା? ଚତୁର୍ଥ ଯୁଦ୍ଧ କ'ଣ ହେଲା ନା ତୃତୀୟ ମହୀଶୂର ବାର ପରେ, ତୃତୀୟ ମହୀଶୂର ଯୁଦ୍ଧ ବା ତୃତୀୟ ମହୀଶୂର ବାରରେ କ'ଣ ହେଲା ନା ଏଇ ଯୋଉ କାମ କଲେ ଯୋଉ ସେରିଙ୍ଗାପଟ୍ଟନମ ସନ୍ଧିରେ ଯାହା କର୍ଣ୍ଣୱାଲିସ କଲେ, ସେରିଙ୍ଗାପଟ୍ଟନମ ସନ୍ଧିରେ ଯାହା କଲେ ଯେ କ'ଣ ପୁଅକୁ ବନ୍ଧା ରଖିଲେ, କ'ଣ କରିଥିଲେ ନା ଟିପୁ ସୁଲତାନଙ୍କ ପୁଅକୁ ବନ୍ଧା ରଖି ପଇସା ମାଗିଥିଲେ। ତ ଟିପୁଙ୍କୁ ଏଇଟା ଭାରି ଖରାପ ଲାଗିଥିଲା, ତେଣୁ ଟିପୁ କ'ଣ କରିଥିଲେ ନା ଚାହୁଁଥିଲେ ଯେ ଆର କେମିତି କ'ଣ ପ୍ରତିଶୋଧ ନିଆଯିବ। ସେ ପ୍ରତିଶୋଧରେ ଆସି ପହଞ୍ଚିଗଲା କେତେବେଳେ, ଚତୁର୍ଥ ମହୀଶୂର ଯୁଦ୍ଧରେ ସେଇଟା ଆସି ପହଞ୍ଚିଗଲା। ତ ଚତୁର୍ଥ ମହୀଶୂର ଯୁଦ୍ଧ କେବେ ହେଇଥିଲା ନା ଚତୁର୍ଥ ମହୀଶୂର ଯୁଦ୍ଧ କେବେ ହୋଇଥିଲା, ଏହାର ଫଳାଫଳ କ'ଣ ହୋଇଥିଲା? 31 নম্বର କ୍ୱେଶ୍ଚିନ୍ ଦେଖିବା। 1799 ମସିହାରେ ଚତୁର୍ଥ ମହୀଶୂର ଯୁଦ୍ଧ ଆରମ୍ଭ ହେଲା। ଟିପୁ ତ ରାଗିକି ରହିଥିଲେ କେମିତି କ'ଣ ପ୍ରତିଶୋଧ ନିଆଯିବ। ତ 1799 ମସିହାରେ କ'ଣ କଲେ ନା ଯେତେବେଳେ ଯୁଦ୍ଧ ଆରମ୍ଭ ହେଇଛି, ସେତେବେଳେକାର ଯେ କର୍ଣ୍ଣୱାଲିସ କ'ଣ ହେଇଥିଲା ନା ସେତେବେଳକୁ ରିଟାୟାର୍ଡ ହେଇକି ଇଂଲଣ୍ଡ ପଳେଇ ଗଲେଣି। ନୂଆ ଆସିଥିଲେ କିଏ ଗଭର୍ଣ୍ଣର ଜେନେରାଲ ହେଇକି ଲର୍ଡ ୱେଲେସ୍ଲି ଯାହାକୁ କୁହନ୍ତି ଗଭର୍ଣ୍ଣର ହେଇଥିଲେ। ଏଇ ଯୁଦ୍ଧରେ ଗଭର୍ଣ୍ଣର ୱେଲେସ୍ଲି ମରାଠା ଓ ନିଜାମଙ୍କ ସହିତ ମିଶି ଟିପୁଙ୍କ ରାଜ୍ୟକୁ ଆକ୍ରମଣ କରିଥିଲେ। ଓ ଏହି ଯୁଦ୍ଧ ଲଢ଼ୁଥିବା ସମୟରେ 1799 ମସିହାରେ ଟିପୁ ସୁଲତାନ ଯୁଦ୍ଧରେ ନିହତ ହୋଇଥିଲେ। କ'ଣ କରାଗଲା ଯେ ଦେଖ କେତେ ଚାଲାକ ଥିଲେ ଇଂରେଜମାନେ କେତେ ଚାଲାକ ଥିଲେ। ଯେତେବେଳେ ତାଙ୍କର ଆବଶ୍ୟକତା ଅଛି, ତାଙ୍କର ଆବଶ୍ୟକତା ସମୟରେ ମିଶିକି ଲଢ଼ୁଥିଲେ କାହା ସହିତ ନା ଯେତେବେଳେ ବଡ଼ ପାୱାର ସହିତ ଲଢ଼ିବେ
ମିଶିକି ଲଢ଼ୁଥିଲେ। ଯେତେବେଳେ ମହୀଶୂରକୁ ହରାଇବାକୁ ଥିବ ସେତେବେଳେ ମରାଠା ଆଉ ନିଜାମଙ୍କ ସହିତ ମିଶିକି ଲଢ଼ିଲେ। ଯେତେବେଳେ ମରାଠାଙ୍କ ସହିତ ହେବ, ଯେତେବେଳେ ଆଙ୍ଗ୍ଲୋ ମରାଠା ୱାର୍ ହେବ, ସେତେବେଳେ କ'ଣ କରାହେବ ନା ନିଜାମ ସହିତ ମିଶିକି ଲଢ଼ିବେ, ନିଜାମ ସହିତ ମିଶିକି ମରାଠାମାନଙ୍କୁ ହରାଇବେ ହେଲା। ଏମିତି କରୁଥିଲେ ଯେ ଆମ ଭିତରେ ବା ଭାରତୀୟମାନଙ୍କ ଭିତରେ ଥିବା ଯେଉଁ ବିଭେଦକୁ ସେମାନେ ବ୍ୟବହାର କରିକି ସିଏ କ'ଣ କରୁଥିଲେ ନା ଫାଇଦା ଉଠେଇକି ଭାରତକୁ ପୁରା କବ୍ଜା କରି ନେଇଗଲେ ହେଲା। ତ କ'ଣ ହେଲା ନା ଯେତେବେଳେ ଚତୁର୍ଥ ମହୀଶୂର ୱାର୍ରେ କ'ଣ କରାଗଲା ନା ବ୍ରିଟିଶ ମାନେ ନିଜାମ ଆଉ ମରାଠାଙ୍କ ସହିତ ମିଶିକି କ'ଣ କଲେ ନା ଲଢ଼େଇ କଲେ ଚତୁର୍ଥ ମହୀଶୂର ୱାର୍। କାହା ବିରୁଦ୍ଧରେ ନା ଟିପୁଙ୍କ ବିରୁଦ୍ଧରେ, ଟିପୁ ସୁଲତାନଙ୍କ ବିରୁଦ୍ଧରେ, ଟିପୁ ସୁଲତାନଙ୍କ ବିରୁଦ୍ଧରେ ଲଢ଼ିଲେ। ଟିପୁ ସୁଲତାନଙ୍କ ବିରୁଦ୍ଧରେ ଲଢ଼ିଲେ ହେଲା। ଟିପୁ ସୁଲତାନଙ୍କ ବିରୁଦ୍ଧରେ ଲଢ଼ିଲା ବେଳକୁ କ'ଣ ହେଲା ନା ଟିପୁ ଯେତେବେଳେ 3ଟା ରାଜ୍ୟ ମିଶିକି ଲଢ଼ୁଛନ୍ତି, ଟିପୁ ଜିତିବା ଅସମ୍ଭବ। ତ ଟିପୁ କ'ଣ କଲେ ନା ଏଇ ଯୁଦ୍ଧରେ ଲଢ଼ୁଥିବା ସମୟରେ 1799 ମସିହାରେ ଟିପୁ ସୁଲତାନ ଯୁଦ୍ଧରେ ନିହତ ହୋଇଗଲେ। ନିଜ ରାଜଧାନୀ ସେରିଙ୍ଗପଟ୍ଟନମକୁ ବଞ୍ଚୁ ସେରିଙ୍ଗପଟ୍ଟନମରେ ଲଢ଼େଇରେ ନିଜେ ଲଢ଼ୁଥିଲେ। ସେ ସମୟରେ କ'ଣ ହେଲା ନା ଟିପୁ ସୁଲତାନ ଯୁଦ୍ଧରେ ନିହତ ହୋଇଗଲେ। ଏହାପରେ କ'ଣ କରାଗଲା ନା ମହୀଶୂର ରାଜ୍ୟକୁ 3 ଭାଗରେ ବିଭକ୍ତ କରି ଇଂରେଜ, ମରାଠା ଓ ନିଜାମ ପରସ୍ପର ଭିତରେ ବାଣ୍ଟି ନେଇଗଲେ। ଯେତେବେଳେ ଟିପୁ ସୁଲତାନ ମରିଗଲେ କ'ଣ କରାଗଲା ନା ଯେଉଁ ବଡ଼ ପୋର୍ସନ୍ ଥିଲା ମହୀଶୂରକୁ 3 ଭାଗ କରିଦେଲେ। 3 ଭାଗ କରିସାରିଲା ପରେ ସେମାନେ ପରସ୍ପର ବାଣ୍ଟି ନେଇଗଲେ। କିଏ ନା ଇଂରେଜ, ମରାଠା ଆଉ ନିଜାମ ପରସ୍ପର ଭିତରେ ବାଣ୍ଟି ନେଇଗଲେ। ଆଉ ତୁମକୁ ତ ପ୍ରଥମରୁ କହିଥିଲି ଓଡେୟାର ଡାଇନେଷ୍ଟି ବା ଓଡେୟାର ରାଜବଂଶ ତାକୁ ଆଣି ଇଂରେଜ ବସେଇଥିଲେ। କୋଉଠି ନା ଇଂରେଜ ବସେଇଲେ ମହୀଶୂରର ସିଂହାସନରେ। ସେତେବେଳେ ଗୋଟେ ଛୋଟ ପିଲାଟି ଥିଲା ଇଂରେଜ ସିଂହାସନରେ ବା ଯେଉଁ ମହୀଶୂରର ସିଂହାସନରେ ବସେଇଦେଲେ। ଇଂରେଜ ବସେଇ ଦେଲେ। ତାପରେ କ୍ୱେଶ୍ଚିନ୍ ଦେଖିବା, କିଏ ମହୀଶୂର ବାଘ ନାମରେ ପରିଚିତ? ଉତ୍ତର ହେଉଛି କ'ଣ? ଟିପୁ ସୁଲତାନ ମହୀଶୂରର ବାଘ ନାମରେ ପରିଚିତ। ଆଜି 32ଟି କ୍ୱେଶ୍ଚିନ୍ ଥିଲା ଏବଂ ଏ ପୁରା ଚାପ୍ଟରଟି ସରିଗଲା। ଆଉ କିଛି ଇମ୍ପୋର୍ଟାଣ୍ଟ ଜିନିଷ ଅଛି ଯେଉଁଟାକୁ ଆମେ ଦେଖିବା ପର ଭିଡ଼ିଓରେ ଦେଖିବା। ଧନ୍ୟବାଦ। ଏତେ ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଭିଡ଼ିଓଟିକୁ ଦେଖିଥିବାରୁ ଧନ୍ୟବାଦ।